ज्ञान 378। परमेश्वर आत्मज्ञान द्वारा ही यही अनंत जगत निर्माण करथिले, जे कि निजर क्रियाशीलता मध्यरे आत्म परिपूरणकारी परम इच्छा शक्ति रे परिणत होइछन्ति। आपणार अनंतताକୁ सीमा सूचित କରି ରଖିବା ଲାଗି ସିଏ ଅଜ୍ଞାନକୁ ବ୍ୟବହାର କରିଥିଲେ। ମାତ୍ର ଭୟ, ଉଦ୍ବିଗ୍ନତା, ନୈରାଶ୍ୟ, ଆତ୍ମବିଶ୍ୱାସ ଏବଂ ଦୁର୍ବଳତା ପ୍ରତି ସମ୍ମତି, ଏହି ସବୁ ସାଧନ ମାଧ୍ୟମରେ ହିଁ ସେ ଆପଣାର ସୃଷ୍ଟ ପଦାର୍ଥ ଗୁଡ଼ିକୁ ବିନଷ୍ଟ କରିଦିଅନ୍ତି ଏବଂ ତୁମ ଭିତରେ ଯାହା କିଛି ମନ୍ଦ, ଅନିଷ୍ଟକାରୀ ଓ କୁନିୟନ୍ତ୍ରିତ ହୋଇ ରହିଛି, ସେଗୁଡ଼ିକ ଯେତେବେଳେ ଏହି ସବୁ କ୍ଷେତ୍ରରେ ନିଜକୁ ପ୍ରୟୋଜିତ କରି ରଖିଥାନ୍ତି, ସେତେବେଳେ ସବୁକିଛି ବେଶ ଭଲ ଥାଏ। ମାତ୍ର ଯଦି ସେମାନେ ତୁମ ଜୀବନ ଓ ବଳର ଉତ୍ସ ଗୁଡ଼ିକକୁ ହିଁ ଯାଇ ଆକ୍ରମଣ କରିବାକୁ ଆରମ୍ଭ କରିବେ, ତେବେ ତୁମକୁ ସେମାନଙ୍କୁ ଧରି ବହିଷ୍କୃତ କରିଦେବାକୁ ପଡ଼େ, ନଚେତ୍ ସେଇମାନଙ୍କ ହେତୁ ମୃତ୍ୟୁ ମୁଖରେ ପଡ଼ିବାକୁ ହୋଇଥାଏ। ଆମକୁ କୋଉ ଗୁଡ଼ିକ जो विवर्तन रे बाधा सृष्टि करुच्ची चिन्हिबाकु पड़िबो। एठी प्रथमे से जो विवर्तन रा प्रथम पदक्षेप इन्वोल्यूशन निवर्तन, परमेश्वर निजे निजकु निश्चेतनार गह्वर मध्य प्रवेश करी सेउठु जो जाग्रत हेबे, विवर्तित हेबे, सेटा हला विवर्तन। जो आसिक्री निश्चेतना गह्वर प्रवेश कले सेटा हला निवर्तन। एठी प्रथमे से निवर्तन रा कथा कहउचंती, तापरे कहउचंती हमको जणे दउचंती जे को गुडी को हमको से निश्चेतनार बा से अवचेतना भितर बांधी रखिबा पई साहाय्य करे, कि हमको उठेबा पई विरोध करे, ताकू चिन्हिबा एवं ता कबळरू निजको मुक्त करिबा। भय, अज्ञानता, उद्विग्नता, नैराश्य, आत्म अविश्वास मो द्वारा किछि हेइ परिबनि, एटा माने निज उपर विश्वास नै। आत्म अविश्वास आउ गोटे कथा कहले दुर्बलता प्रति सम्मति, एटा सबुठारु गोटे डेंजरस वेपन, जे कि हमको आम निजर सामर्थ्य को परिप्रकाश करने पाई दिए ना। चिन्ह ही दिए नहीं, परिप्रकाश तो बहुत दूर कथा। चिन्ह ही दब नहीं जे मो भीतर कौन सामर्थ्य रही, कहीं मोर दुर्बलता प्रति मो भीतर सम्मति थाए। सेटा आपण व्यवहारिक दिगरे प्रयोग करंतु। व्यवहारिक दिगरे प्रयोग कौन सब जगह देखिए, एटा मु कौन पारिबि, से कर दो, मु एटा कौन करिबि। ता माने आपण सचेतन हो से जगह। आउ आ पूर्व जमती कहले आमर इच्छा शक्तिर विकृत रूप मत सबल करिया पड़िबो, ता माने दुर्बल आपण। अहंग्र ये आ गोटे विकृत रूप। ये सब जिनस आपण सब बेले आलोचना होची, आपण चिन्हिबा को चेष्टा करिवे। आ गोटे कहले तुम भीतर जहा किछि मंद, अनिष्टकारी, कुनियंत्रित होई रहिछि। कुनियंत्रित माने कहा द्वारा नियंत्रित होइछि। बेले बेले देखिए, देखंतु नीरव रहिबा एक उत्तम गुण, किंतु मु से नीरवता को व्यवहार कली केतेबेले ना, जेतेबेले अन्य जने मु जानी सुनी कि नीरव रहउछि, जद्वारा सी हैरान रे पड़ू, सेटा हला कुनियंत्रित हेला। माने गोटे गोटे समय, गोटे गोटे गतिस्पंदन आम भितरे आमको चिन्ह दब जे किए परिप्रकाश होउछि। आपण मान सम्मान पाई हो बा निजको भूल बोली प्रमाणित न करिबा,
ସବୁ ମୁହୂର୍ତ୍ତରେ କିଏ ପ୍ରତିଷ୍ଠିତ ହଉଛି? ଗୋଟିଏ ମାତ୍ର ଆମ ପାଇଁ ମାପଦଣ୍ଡ, ସେଟା ହଉଛି ମା ପ୍ରତିଷ୍ଠିତ ହଉଛନ୍ତି ନା ମାଙ୍କ ବ୍ୟତିରେକ ଅନ୍ୟ ସବୁ କିଛି ପ୍ରତିଷ୍ଠିତ ହଉଛି। ଯାହା ବି ହଉ, ଯାହା ବି ହଉ ଆପଣଙ୍କର, ଆଉ ଯାହା ହେଲା ମା ଅଦର ଦ୍ୟାନ ମଦର, ସେଗୁଡାକ ହେଲା ଆପଣଙ୍କର ବିରୋଧୀ। ୟା ପୂର୍ବରୁ ଆମେ ଆଲୋଚନା କରିଥିଲେ, ୟା ପୂର୍ବରୁ ଲେଖିଥିଲେ, କଣ କହିଥିଲେ? ଦିବ୍ୟ ପରମ ସତ୍ତା ଯାହା କରୁଛନ୍ତି ବୋଲି ଇଚ୍ଛା କରୁଛନ୍ତି, ଯାହା ହବା ପାଇଁ ଇଚ୍ଛା କରୁଛନ୍ତି, ଯାହା ପରିପ୍ରକାଶ ହବା ପାଇଁ ସେ ଇଚ୍ଛା କରୁଛନ୍ତି, ତା ବ୍ୟତିରକ ଅନ୍ୟ କୌଣସି ଉଦ୍ଦେଶ୍ୟ ମୋର ରହିବ ନାହିଁ। ନିଜର ବ୍ୟକ୍ତିଗତ ଇଚ୍ଛା ବୋଲି ଆଉ କିଛି ରହିବ ନାହିଁ। ଦିବ୍ୟ ପ୍ରେରଣା ଦ୍ୱାରା ପ୍ରେରିତ ହୋଇ ସକଳ କାର୍ଯ୍ୟ କରିବି। ଏଇଟା ଆମେ ଗତକାଲି ଆଲୋଚନା କରିଛନ୍ତି। ତେଣୁ ଏଠି ଆମେ କୁନିୟନ୍ତ୍ରିତ ହବା ନାହିଁ। ଅନିଷ୍ଟକାରୀ ମନ୍ଦ ଯାହା କିଛି ମୋ ଭିତରେ ରହିଛି, ସେଗୁଡ଼ିକ ଯେପରି ମୋର ଜୀବନକୁ, ମୋର ବଳକୁ ବ୍ୟବହାର ନ କରନ୍ତୁ, ସେଥିପ୍ରତି ସଚେତନ ରହିବେ। ଏ ଲେଖୁଛନ୍ତି, ଯଦି ସେମାନେ ତୁମ ଜୀବନ ଏବଂ ବଳର ଉତ୍ସ ଗୁଡ଼ିକୁ ହିଁ ଯାଇ ଆକ୍ରମଣ କରିବାକୁ ଆରମ୍ଭ କରିବେ, ତେବେ ତୁମକୁ ସେମାନଙ୍କୁ ଧରି ବହିଷ୍କୃତ କରିଦେବାକୁ ପଡ଼ିବ। ଯଦି ବହିଷ୍କୃତ କରୁନାହାନ୍ତି, ତାହେଲେ ଆପଣ ମୃତ୍ୟୁ ମୁଖରେ ପଡ଼ିବେ। ମୃତ୍ୟୁ ମୁଖରେ ପଡ଼ିବେ ମାନେ କଣ? ଏଇ ଯୋଉ ଶରୀର ମୃତ୍ୟୁ କଥା କୁହା ହଉନି। ପଥଭ୍ରଷ୍ଟ ହେଇ ବିବର୍ତ୍ତନରେ ଯୋଉ ଅଗ୍ରଗତି ଯିବା କଥା, ଆପଣଙ୍କର ଅଧୋଗତି ହେଇଯିବ। ଏଠି ମା ତାକୁ ବର୍ଣ୍ଣନା କରୁଛନ୍ତି, ଯେତେବେଳେ ଏହି ସବୁ ବିନାଶ ଶକ୍ତି ଆସି ଆମକୁ ଆକ୍ରମଣ କରନ୍ତି, ସେତେବେଳେ ସେଥିରୁ ଏହା ହିଁ ପ୍ରମାଣିତ ହେଇଯାଏ ଯେ ଆମେ ଅହଙ୍କ ବଳରୁ ମୁକ୍ତ ହୋଇ ଆସିବାକୁ ଏବଂ ଆମ ସତ୍ତାର କେନ୍ଦ୍ରରେ ରହିଥିବା ସେହି ଦିବ୍ୟ ପରମ ଉପସ୍ଥିତି ମଧ୍ୟକୁ ସଚେତନ ଭାବରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଇଗଲୁଣି। ଯଦି ଏ ବିନାଶ ଶକ୍ତି ମୋତେ ଆକ୍ରମଣ କରୁଛି, ତାମାନେ ମୋର କିଛିଟା ସାମର୍ଥ୍ୟ ଡେଭଲପ ହେଲାଣି ଅହଙ୍ଗରୁ ମୁକ୍ତ ହବା ପାଇଁ। ମୁଁ ମୋର ଯୋଉ ଦିବ୍ୟ ପରମ ଉପସ୍ଥିତି ସହିତ ସଚେତନ ଭାବରେ ପ୍ରବେଶ କରିବା ପାଇଁ ମୋ ଭିତରେ ପ୍ରସ୍ତୁତ ଆସିଲାଣି ବୋଲି ସେମାନେ ଆକ୍ରମଣ କରୁଛନ୍ତି। ପୂର୍ଣ୍ଣ ଆଲୋକ ଏବଂ ଶାନ୍ତିମୟତା ତଥା ଆନନ୍ଦ ମଧ୍ୟରେ ଆମେ ଆମର ଅହଂ ଆମ ଉପରେ ଆଣି ଲଦି ଦେଇଥିବା ଯାବତୀୟ ଦୁଃଖରୁ ଶେଷକୁ ମୁକ୍ତି ଲାଭ କରିବା ଲାଗି ପ୍ରସ୍ତୁତ ହୋଇଗଲୁଣି। ଯେତେବେଳେ ଆମେ ଏଇ ବିଷୟରେ ସଚେତନ ହେଇଯାଉଛନ୍ତି, ସେତେବେଳେ ଆମେ ମା କହୁଛନ୍ତି, ତାମାନେ ଆମର ଗୋଟିଏ ପାହାଚ ଆମେ ଆଗେଇ ଗଲେ। ଆମେ ମୁକ୍ତି ଲାଭ କରିବା ପାଇଁ ପ୍ରସ୍ତୁତ ହେଇଗଲୁଣି ଏବଂ ଦିବ୍ୟ ପରମ ଉପସ୍ଥିତି ମଧ୍ୟକୁ ସଚେତନ ଭାବରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଇଗଲୁଣି। ସେଇ ଅହଂ ହିଁ ଆମର ଯାବତୀୟ ଜୀବନ ସଂସ୍ପର୍ଶକୁ ଦୁଃଖ ଭୋଗରେ ପରିଣତ କରିଦେଉଥାଏ। ସେଇ ଅହଂ ଆମ ଭିତରେ ରହିଥିବା ଦିବ୍ୟ ପରମ ଉପସ୍ଥିତି ବିଷୟରେ ସଚେତନ ହୋଇ ରହିବାରୁ ଏବଂ ତାଙ୍କରି ହାତରେ ସ୍ଥିର, ସବଳ ଓ ପ୍ରଫୁଲ୍ଲ ସାଧନ ରୂପେ ବ୍ୟବହୃତ ହେବାରୁ ବଞ୍ଚିତ କରି ରଖିଥାଏ। କିଏ ସେ? ନା ସେଇ ଅହଂ। ଏଗୁଡାକ ଆମେ ଏଇ ଅହଂ ଉପରେ ସବୁବେଳେ ଆଲୋଚନା କରୁଛନ୍ତି। ଆମେ ସଚେତନ ହବା, ମାଙ୍କୁ ପ୍ରାର୍ଥନା କରିବା, ଯେପରି ଅହଂର ସମସ୍ତ ଗତିବୃତ୍ତିକୁ ମୁଁ ଚିହ୍ନି ପାରେ। ଚିହ୍ନିବା ପରେ କାହିଁ କୁହା ହଉଛି? ଯଦି ଚିହ୍ନି ଖାଲି କହିବେ ଯେ ମା ମତେ ମୁକ୍ତ କରିବ ବୋଲି କହିବେ, ଯେ କହିବାଟା ଭଲ, ସେ ଅଭ୍ୟାସ କରିବେ। କିନ୍ତୁ ଯଦି ନ ଚିହ୍ନିଥିବେ, ଅସୁବିଧା କଣ ହବ? ଆଉ ଅନେକ ସମୟରେ ଆମ ଭିତରେ ଯୋଉଗୁଡାକ ଆମର ଗୁଣ ବା ସାମର୍ଥ୍ୟ, ଆମେ ତାକୁ ସମର୍ପଣ କରିବା ପାଇଁ ଟିକେ ଭୁଲି ଯାଉ। ଆମେ ସମର୍ପଣ କରିବାକୁ ଭୁଲି ଯାଉ। ତେଣୁ ଆଗ ମାଙ୍କୁ କହିବେ ଯେ ମା ମତେ ଚିହ୍ନେଇ ଦିଅ, କୋଉ ଗୁଡାକ ମତେ ମାନେ ବାହାରକୁ ବଢିଆ ସୁନ୍ଦର ରୂପ ନେଇଛି, କିନ୍ତୁ ମତେ କଣ କରୁଛି? ଅହଂର ପାଶ ଭିତରେ ବନ୍ଦୀ କରି ରଖୁଛି। ମା, thank you all, Robert.